ସେଫ୍ଟି ଯୋଗୁଁ ଅଧିକାଂଶ ଲୋକ ନିଜର ଟଙ୍କାକୁ ବ୍ୟାଙ୍କର ଏଫ୍‌ଡିରେ ଇନଭେଷ୍ଟ କରି ରଖନ୍ତି। କିନ୍ତୁ ମୁଁ ଆପଣଙ୍କୁ ଯଦି କହିବି ଆପଣ ସେମ୍ ରିସ୍କ ସହିତ ଯଦି ଏହି ବଣ୍ଡରେ ଇନଭେଷ୍ଟମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପ୍ରଫିଟ୍ ହେବ ତ ତାହା ଜାଣି ଆପଣ ବହୁତ ଖୁସି ହେବେ ନା। ଠିକ୍ ସେହିଭଳି ମାର୍କେଟରେ ଅଲରେଡ଼ି ଓପନ୍ ହୋଇସାରିଥିବା ନାସିକ୍ ମ୍ୟୁନିସିପାଲ କର୍ପୋରେସନ ବଣ୍ଡର ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ କମ୍ପ୍ଲିଟ୍ ଆନାଲିସିସ୍ କରିବା। ତ ଡେରି ନକରି ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ ହେଉଛି ହ୍ୱାଟ୍ ଡଜ୍ ନାସିକ୍ ମ୍ୟୁନିସିପାଲ କର୍ପୋରେସନ ଡୁ। ନାସିକ୍ ମ୍ୟୁନିସିପାଲ କର୍ପୋରେସନ କ'ଣ କରିଥାଏ? ନାସିକ୍ ମ୍ୟୁନିସିପାଲ କର୍ପୋରେସନ ଇଜ୍ ନଟ୍ ଏ କମ୍ପାନୀ ଇନ୍ ଦ ଟ୍ରାଡିସନାଲ ବିଜନେସ୍ ସେନ୍ସ। ଇଟ୍ ଇଜ୍ ଏ ଗଭର୍ଣ୍ଣମେଣ୍ଟ ସିଟି ଅଥରିଟି ଦ୍ୟାଟ୍ ମ୍ୟାନେଜ୍ ଆଣ୍ଡ ଡେଭଲପ୍ ଦ ସିଟି ଅଫ୍ ନାସିକ୍, ମହାରାଷ୍ଟ୍ର। ଓଭରାଲି କହିବାକୁ ଗଲେ ନାସିକ୍ ମ୍ୟୁନିସିପାଲ କର୍ପୋରେସନ କୌଣସି ଗୋଟେ କମ୍ପାନୀ ନୁହେଁ, ଏହା ହେଉଛି ଗୋଟେ ଗଭର୍ଣ୍ଣମେଣ୍ଟ ବଡି। ଏହା ମହାରାଷ୍ଟ୍ରର ନାସିକ୍ ସହରକୁ ଡେଭଲପ୍ କରିଥାଏ। ଦେନ୍ ଆସିଲା କି ଫଙ୍କସନ୍ସ ଅଫ୍ ନାସିକ୍ ମ୍ୟୁନିସିପାଲ କର୍ପୋରେସନ। ନାସିକ୍ ମ୍ୟୁନିସିପାଲ କର୍ପୋରେସନର କି ଫଙ୍କସନ୍ ଗୁଡ଼ିକ କ'ଣ କ'ଣ ଚାଲନ୍ତୁ ବର୍ତ୍ତମାନ ତାକୁ ଆମେ ଡିସ୍କସନ୍ କରିବା। ପ୍ରଥମେ ହେଲା ସିଟି ଆଡମିନିଷ୍ଟ୍ରେସନ୍ ରନ୍ସ ଡେଲି ସିଭିକ୍ ଅପରେସନ୍ ଆଣ୍ଡ ସର୍ଭିସେସ୍। ସେକେଣ୍ଡ ହେଉଛି ୱାଟର ସପ୍ଲାଇ ଆଣ୍ଡ ସେୱାଗ ପ୍ରୋଭାଇଡ୍ସ ଡ୍ରିଙ୍କିଂ ୱାଟର ଆଣ୍ଡ ମ୍ୟାନେଜେସ୍ ୱେଷ୍ଟ ୱାଟର ସିଷ୍ଟମ୍ସ। ଏହା ସହରବାସୀଙ୍କୁ ପାନୀୟ ଜଳ ଯୋଗାଇଥାଏ ଏବଂ ୱେଷ୍ଟ ୱାଟରକୁ ମ୍ୟାନେଜ୍ କରିଥାଏ। ଦେନ୍ ଆସିଲା ରୋଡ୍ସ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ବିଲ୍ଡସ୍ ଆଣ୍ଡ ମେଣ୍ଟେନ୍ ଷ୍ଟ୍ରିଟ୍ ବ୍ରିଜ୍ ଆଣ୍ଡ ପବ୍ଲିକ୍ ଫ୍ୟାସିଲିଟିଜ୍। ପୋଲ ରାସ୍ତା ନିର୍ମାଣ କରିଥାଏ ଏବଂ ସେଗୁଡ଼ିକୁ ମେଣ୍ଟେନ୍ କରିଥାଏ। ଦେନ୍ ଆସିଲା ପବ୍ଲିକ୍ ହେଲ୍ଥ ଆଣ୍ଡ ସାନିଟାଇଜେସନ୍ କ୍ଲିନ୍ ଦ ସିଟି କଣ୍ଟ୍ରୋଲ ୱେଷ୍ଟ ଆଣ୍ଡ ଇମ୍ପ୍ରୁଭ୍ସ ହେଲ୍ଥ ସର୍ଭିସେସ୍। ଏହା ସହରକୁ ସଫା ରଖେ ଏବଂ ଅଳିଆ ଆବର୍ଜନା ଗୁଡ଼ିକୁ କଣ୍ଟ୍ରୋଲ କରେ ଏବଂ ସହରବାସୀଙ୍କୁ ହେଲ୍ଥ ସର୍ଭିସ ଯୋଗାଇ ଦେଇଥାଏ। ଦେନ୍ ଆସିଲା ଅର୍ବାନ୍ ପ୍ଲାନିଂ। ଏହା ନୂଆ କନଷ୍ଟ୍ରକ୍ସନ୍ ପ୍ରୋଜେକ୍ଟ ପାଇଁ ପ୍ଲାନ୍ କରିଥାଏ ଏବଂ ତାକୁ ଡେଭଲପ୍ କରିଥାଏ। ଦେନ୍ ଆସିଲା ପ୍ରପର୍ଟି ଟ୍ୟାକ୍ସ କଲେକ୍ସନ୍। ସହରବାସୀଙ୍କୁ ସର୍ଭିସ ଯୋଗାଇ ଦେବା ପାଇଁ ସେମାନଙ୍କଠୁ ଟ୍ୟାକ୍ସ କଲେକ୍ସନ୍ କରିଥାଏ। ଦେନ୍ ଆସିଲା ପବ୍ଲିକ୍ ଆମିନିଟିଜ୍ ଯେମିତିକି ପାର୍କ, ଷ୍ଟ୍ରିଟ୍ ଲାଇଟ୍, ମାର୍କେଟ ଇତ୍ୟାଦି ତିଆରି କରିଥାଏ। ଚାଲନ୍ତୁ ବର୍ତ୍ତମାନ ନାସିକ୍ ମ୍ୟୁନିସିପାଲ କର୍ପୋରେସନ ବଣ୍ଡର କିଛି ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ଡିସ୍କସନ୍ କରିବା। ଏହି ବଣ୍ଡଟି ହେଉଛି ଗୋଟେ ନନ୍ କନଭର୍ଟେବଲ୍ ଡିବେଞ୍ଚର, ଅର୍ଥାତ୍ ଏହି ବଣ୍ଡଟି ମ୍ୟାଚୁର୍ ହେବା ପରେ ଆପଣଙ୍କର ଇନଭେଷ୍ଟମେଣ୍ଟ ଆମାଉଣ୍ଟ ଇକ୍ୱିଟି ସେୟାରରେ କନଭର୍ଟେବଲ୍ ନ ହୋଇକି ତାହା ଆପଣଙ୍କୁ ରିଫଣ୍ଡ କରିଦିଆଯାଏ ଏବଂ ଏହି ବଣ୍ଡରେ ରାଇଜ୍ କରାଯାଇଥିବା ଫଣ୍ଡକୁ ନେଇ ନାସିକ୍ ସିଟିର ଡେଭଲପମେଣ୍ଟ କରାଯିବ। ଏହି ବଣ୍ଡର ମିନିମମ୍ ଇନଭେଷ୍ଟମେଣ୍ଟ ହେଉଛି 10,000 ଟଙ୍କା, ଯାହାର ଫେସ୍ ଭ୍ୟାଲୁ ପର ୟୁନିଟ୍ ହେଉଛି 1,000 ଟଙ୍କା। ଏଗେନ୍ ଏହି 1,000 ଟଙ୍କାର ଫେସ୍ ଭ୍ୟାଲୁକୁ 8ଟା ଇକ୍ୱାଲ୍ ପାର୍ଟରେ ସ୍ପ୍ଲିଟ୍ କରାଯାଇଛି ବା ଭାଗ କରାଯାଇଛି, ଯାହାର ଫେସ୍ ଭ୍ୟାଲୁ ହେଉଛି 125 ରୁପିଜ୍। ଦେନ୍ ଅନ୍ୟ ବଣ୍ଡ ଗୁଡ଼ିକ ମ୍ୟାଚୁର୍ ହେବା ପରେ ଇନଭେଷ୍ଟରମାନଙ୍କର ପ୍ରିନ୍ସିପାଲ୍ ଆମାଉଣ୍ଟ ଏକାଥରକେ ଫେରାଇଥାନ୍ତି, କିନ୍ତୁ ଏହି ବଣ୍ଡଟି ଆପଣ ଇନଭେଷ୍ଟମେଣ୍ଟ କରିଥିବା ଆମାଉଣ୍ଟକୁ EMI ଆକାରରେ ଆପଣଙ୍କୁ ମଝି ମଝିରେ ପେ କରିବ। ଯେମିତିକି ଆମେ ମିନିମମ୍ ଇନଭେଷ୍ଟମେଣ୍ଟ ଆମାଉଣ୍ଟ 10,000 ଟଙ୍କାକୁ ଧରି ଚାଲନ୍ତୁ ଗୋଟେ ଏକ୍ଜାମ୍ପଲ୍ ସହିତ ବୁଝିବା। ତ ଇୟର୍ 1 ଏବଂ ଇୟର୍ 2ରେ ଆପଣଙ୍କୁ ପ୍ରିନ୍ସିପାଲ୍ ଆମାଉଣ୍ଟର କୌଣସି ରିପେମେଣ୍ଟ ମିଳିବ ନାହିଁ ଏବଂ ଇୟର୍ 3 ବେଳକୁ ଆପଣଙ୍କୁ ପ୍ରିନ୍ସିପାଲ୍ ଆମାଉଣ୍ଟର 1,250 ଟଙ୍କା ଏବଂ ଇୟର୍ 4 ବେଳକୁ 1,250 ଟଙ୍କା ଏବଂ ଇୟର୍ 5 ବେଳକୁ 1,250 ଟଙ୍କା, ଏମିତି କରିକି 1,250 1,250 କରିକି ଆପଣଙ୍କୁ ଇୟର୍ 10 ସୁଦ୍ଧା ବା ମ୍ୟାଚୁରିଟି ସୁଦ୍ଧା ଆପଣଙ୍କର ପ୍ରିନ୍ସିପାଲ୍ ଆମାଉଣ୍ଟକୁ ଫେରାଇ ଦିଆଯିବ। ଦେନ୍ ଆସିଲା ଏହି ବଣ୍ଡ ଆଇପିଓର ଡିଟେଲ୍ସ। ଏହି ବଣ୍ଡ ଥ୍ରୋରେ ନାସିକ୍ ମ୍ୟୁନିସିପାଲ କର୍ପୋରେସନ ମାର୍କେଟରୁ 200 କୋଟି ଟଙ୍କାର ଫଣ୍ଡ ରାଇଜ୍ କରିବ, ଯାହାର ମିନିମମ୍ ଇନଭେଷ୍ଟମେଣ୍ଟ ଆମାଉଣ୍ଟ ହେଉଛି 10,000 ଟଙ୍କା ଏବଂ ଫେସ୍ ଭ୍ୟାଲୁ ପର ୟୁନିଟ୍ ହେଉଛି 1,000 ଟଙ୍କା। ଏବଂ ଏହି ଆଇପିଓର ଓପନିଂ ଡେଟ୍ ହେଉଛି 25 ଫେବୃଆରୀ ଏବଂ କ୍ଲୋଜିଂ ଡେଟ୍ ହେଉଛି ମାର୍ଚ୍ଚ 2। ଏବଂ ଏହି ବଣ୍ଡରେ ଆପଣ ଯଦି ଇନଭେଷ୍ଟମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ ଆଲଟମେଣ୍ଟ ମାର୍ଚ୍ଚ 5ରେ ମିଳିବ ଏବଂ ତାହା ମାର୍ଚ୍ଚ 6ରେ ଲିଷ୍ଟିଂ ହେବ। ଏହି ବଣ୍ଡ ଆଇପିଓର ଡକ୍ୟୁମେଣ୍ଟକୁ ପଢ଼ିବା ପାଇଁ ଚାହୁଁଥିଲେ ତାହାର ଲିଙ୍କ୍ ମୁଁ ଡେସ୍କ୍ରିପସନ୍ରେ ଦେଇଛି, ତ ଗୋଟିଏ ଥର ଚେକ୍ କରନ୍ତୁ। ଦେନ୍ ଆସିଲା ଏହି ବଣ୍ଡଟି ଆମକୁ 8.05% ଇଣ୍ଟରେଷ୍ଟ ଅଫର୍ କରିଛି ଏବଂ ଏହାର ମ୍ୟାଚୁରିଟି ଟାଇମ୍ ପିରିୟଡ଼ ହେଉଛି 10 ବର୍ଷ ଏବଂ ଆମକୁ ହାଫ୍ ଇୟର୍ଲି ଭାବରେ ଇଣ୍ଟରେଷ୍ଟ ପେ ଆଉଟ୍ ମିଳିବ। ଏହି ବଣ୍ଡର ହାଇ ଡିମାଣ୍ଡ ଥିବା ଯୋଗୁଁ ଏହି ବଣ୍ଡଟି ଏକ୍ସଟ୍ରା 1.5 ଲକ୍ଷ ୟୁନିଟ୍ ଇସ୍ୟୁ କରିଛି ଏବଂ ଯାହା ଯଥାଶୀଘ୍ର କ୍ଲୋଜ୍ ହୋଇଯିବ। ଦେନ୍ ଆସିଲା ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କି ଏହାର ରିସ୍କ ରେଟିଂ କେତେ ଅଛି, କ'ଣ ଆମ ପଇସା ସେଫ୍ କି? ତ କ୍ରିସିଲ୍ ରେଟିଂ ଦ୍ୱାରା ଏହି ବଣ୍ଡକୁ AA+ ରେଟିଂ ମିଳିଛି, ଯାହାକି ଲୋ ରିସ୍କର ସିଗ୍ନାଲ ଅଟେ। ବର୍ତ୍ତମାନ ଚାଲନ୍ତୁ ଗୋଟେ ଛୋଟ କାଲକୁଲେସନ୍ କରିକି ଦେଖିବା ଏହି ବଣ୍ଡରେ ଆମେ ମିନିମମ୍ 10,000 ଟଙ୍କା ଇନଭେଷ୍ଟମେଣ୍ଟ କଲେ ଆମକୁ ମ୍ୟାଚୁରିଟି ପରେ କେତେ ଇଣ୍ଟରେଷ୍ଟ ପେ ଆଉଟ୍ ମିଳିବ। ଯେମିତି ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି କି ଇୟର୍ 1 ଏବଂ ଇୟର୍ 2ରେ ଆମକୁ ପ୍ରିନ୍ସିପାଲ୍ ଆମାଉଣ୍ଟର କୌଣସି ରିପେମେଣ୍ଟ ମିଳିବ ନାହିଁ, ତେଣୁକରି ଇୟର୍ 1 ଏବଂ ଇୟର୍ 2ରେ ଆମକୁ 8.05% ଇଣ୍ଟରେଷ୍ଟ ହିସାବରେ 805 ଇୟର୍ 1ରେ 805 ଏବଂ ଇୟର୍ 2ରେ 805ର ଇଣ୍ଟରେଷ୍ଟ ମିଳିବ।
ଏବଂ ଇୟର୍ 3 ବେଳକୁ ଆମର ପ୍ରିନ୍ସିପାଲ୍ ଆମାଉଣ୍ଟର 1250 ଟଙ୍କା କଟିଗଲା ପରେ ଆଉ ରହିଲା 8750 ଟଙ୍କା। ତ ସେଇ ହିସାବରେ ଆମକୁ ଏଗେନ୍ 805 ଟଙ୍କା ଇଣ୍ଟରେଷ୍ଟ ମିଳିବ। ଦେନ୍ ଇୟର୍ 4 ବେଳକୁ 1250 ଟଙ୍କା ଏଗେନ୍ ମାଇନସ୍ ହେଲା ପରେ ଆମକୁ 704 ଟଙ୍କା ଇଣ୍ଟରେଷ୍ଟ ମିଳିବ। ଏବଂ ଇୟର୍ 5 ବେଳକୁ ଆମକୁ 603 ଟଙ୍କାର ଇଣ୍ଟରେଷ୍ଟ ମିଳିବ। ଏବଂ ଇୟର୍ 6 ବେଳକୁ ଆମକୁ 503 ଟଙ୍କାର ଇଣ୍ଟରେଷ୍ଟ ମିଳିବ। ଏବଂ ଇୟର୍ 7 ବେଳକୁ 402, ଇୟର୍ 8 ବେଳକୁ 301, ଇୟର୍ 9 ବେଳକୁ 201 ଏବଂ ଇୟର୍ 10 ବେଳକୁ ବା ମ୍ୟାଚୁରିଟି ବେଳକୁ ଆମକୁ 100 ଟଙ୍କାର ଇଣ୍ଟରେଷ୍ଟ ମିଳିବ। ତ ଏହି ହିସାବରେ ଆମକୁ 10 ବର୍ଷ ବେଳକୁ ଟୋଟାଲ୍ 5232 ଟଙ୍କାର ଇଣ୍ଟରେଷ୍ଟ ମିଳିବ। ତ ଇଏ ଥିଲା ନାସିକ୍ ମ୍ୟୁନିସିପାଲ୍ କର୍ପୋରେସନର ବଣ୍ଡର କମ୍ପ୍ଲିଟ୍ ଆନାଲିସିସ୍। ଆପଣ ଯଦି ଏହି ବଣ୍ଡରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କର ଫାଇନାନ୍ସିଆଲ ଆଡ଼ଭାଇଜରଙ୍କ ସହିତ କନସଲ୍ଟ କରି ଡିସିସନ୍ ନିଅନ୍ତୁ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଧନ୍ୟବାଦ।